गंजाम जिला सोड़ा सरस्वती शिशु विद्या मंदिर में वार्षिक उत्सव अनुष्ठित। ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଶୋଇ, ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଜିଲ୍ଲା ପରିଷଦର ସଭ୍ୟ ସମରେନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଲକ୍ଷ୍ମଣ ପଣ୍ଡା, ଏହି ବିଦ୍ୟାଳୟର ସଭାପତି ରୋହିତ କୁମାର ବିଶୋଇ, ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ରଥ ଓ ସମ୍ପାଦକ ମହେଶ୍ୱର ସାହୁ ଆଦି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ ସହିତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ରହି କୁନି କୁନି ଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ ସହିତ ବିଭିନ୍ନ କ୍ଷେତ୍ରରେ କୃତି ଆଣିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ଏବଂ ମୁଖ୍ୟ ବକ୍ତା ଶିଶୁମାନଙ୍କ ଜ୍ଞାନର ଅଭିବୃଦ୍ଧି ଓ ଶିଶୁ ମଧ୍ୟରେ ଅଧ୍ୟୟନ କରୁଥିବା ପିଲାମାନଙ୍କ ଶିକ୍ଷା ସହିତ ବୌଦ୍ଧିକ, ମାନସିକ ଓ ସଂସ୍କାର ଅଭିବୃଦ୍ଧି ପାଇଁ ଅଭିଭାବକ ତଥା ମାଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି ଆୟୋଜନ କରିଥିଲେ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।